ଯୁବ ହଷ୍ଟେଲର ବିଶ୍ୱ ପରିବେଶ ଦିବସ ପାଳନ। ସେକ୍ଟର 3 ସ୍ଥିତ ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ତରଫରୁ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି। ଅନୁଷ୍ଠାନ ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ନିରଞ୍ଜନ ବେହେରାଙ୍କ ଆବାହକତ୍ୱ, ଆଶିଷ ବିର୍ସା ହେମ୍ବ୍ରମଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହୀରାଲାଲ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ତରଫରୁ ଏହି ଦିବସ ପ୍ରାୟ 25 ବର୍ଷ ଧରି ପାଳନ ତଥା ସମାଜରେ ସଚେତନତା ବାର୍ତ୍ତା ବାଣ୍ଟୁଥିବାରୁ ସାଧୁବାଦ ଜଣାଇଥିଲେ। ପ୍ରଦୂଷଣ ପ୍ରତିରୋଧ କମିଟିର ଅଧ୍ୟକ୍ଷ ଡକ୍ଟର ଶକ୍ତି ପ୍ରସାଦ ସାମନ୍ତରାୟ ଅନୁଷ୍ଠାନର କାର୍ଯ୍ୟକ୍ରମ ଓ ପରିବେଶ ସୁରକ୍ଷା ଉପରେ ନିଆଯାଇଥିବା କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ ପ୍ରାୟ 160 ଜଣ ପ୍ରତିଯୋଗୀଙ୍କୁ ମଧ୍ୟରୁ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସଭାପତି ଅମିତାଭ ଠାକୁର, ଗୋରଖନାଥ ଶ୍ରୀବାସ୍ତବ, SN ଲେଙ୍କା, ସରୋଜ କୁମାର ପଟ୍ଟନାୟକ, ପ୍ରଫେସର ସିଂହମ ଜୟତୁ, ବିଜୟ ପଣ୍ଡା, ସମରକାନ୍ତ ମଲ୍ଲିକ, ଦେବାଶିଷ ମହାନ୍ତି, ରଞ୍ଜନ କୁମାର ବାରି, ସୁଚିତ୍ରା ମଲ୍ଲିକ, ଲୁସି ଦାସ, ମୀନାକ୍ଷୀ ପାଢ଼ୀ, ନାରାୟଣ ପ୍ରସାଦ ମହନ୍ତ, କାମିନୀ ମହନ୍ତ, ଅର୍ଚ୍ଚନା ସାହୁ, ସୁଶୀଲ ଅଧିକାରୀ, କେ ସିଂ ପାଢ଼ୀ, ବିଶ୍ୱନାଥ ପରିଡ଼ା, ସରୋଜ ପାତ୍ର, ସନ୍ତୋଷ ରଥ, ପ୍ରଦୀପ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଉପସଭାପତି ଶ୍ରୀ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ। ରାଉରକେଲାରୁ କୁଞ୍ଜ ବିହାର ରାଉତଙ୍କ ରିପୋର୍ଟ, ମସିହା ନ୍ୟୁଜ୍। ସାର୍ ଆପଣଙ୍କ ପରିଚୟ ଆଉ ଆଜିର ଏଇ ଯେଉଁ କାର୍ଯ୍ୟକ୍ରମ ହେଲା ସେ ସମ୍ପର୍କରେ ପଦେ। ମୋ ନାଁ ପ୍ରତାପ କୁମାର ସ୍ୱାଇଁ, ମୁଁ ଏକ୍ସ CGM ଟାଉନ୍ ଆଣ୍ଡ ସିରସାର, ବର୍ତ୍ତମାନର ପ୍ରେସିଡେଣ୍ଟ ୟୁଥ୍ ହଷ୍ଟେଲ ଆସୋସିଏସନ୍ ଅଫ୍ ଇଣ୍ଡିଆ ରାଉରକେଲା ୟୁନିଟ୍ର। ଆମେ ବିଗତ 25 ବର୍ଷ ଧରି ୱାର୍ଲଡ ଏନଭାୟରନମେଣ୍ଟ ଡେ ଏଇ ଯେଉଁ 5 ଜୁନ୍ରେ ସେଲିବ୍ରେଟ୍ କରି ଆସୁଛୁ ୟୁଥ୍ ହଷ୍ଟେଲ ଆସୋସିଏସନ୍ ପ୍ରେମାଇସେସ୍ରେ। ଆଜି ଆମର କାର୍ଯ୍ୟକ୍ରମ ଥିଲା। ଏହା ପାଇଁକି ଆମେ ବିଗତ 1 ମାସ ଧରି ଆମର ଯେଉଁ କାର୍ଯ୍ୟକ୍ରମ କରିବା ପାଇଁକି ପ୍ରୋଗ୍ରାମ ଆରମ୍ଭ କରିଥିଲୁ। 2ଟି ବିଭାଗରେ ଆମେ ପେଣ୍ଟିଂ ଆଉ ସ୍ପିଚ୍ରେ କମ୍ପିଟିସନ୍ କରିଥିଲୁ। ପାଖାପାଖି 160 ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଆଉ ଯେଉଁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ ବହୁତ ଉଚ୍ଚ କୋଟିର ଥିଲା। ଇଭେନ୍ ଆମେ ଯେଉଁ ପେଣ୍ଟିଂ କମ୍ପିଟିସନ୍ରେ ଯେତେବେଳେ ଆମେ ଜଜେସ୍ ମାନେ ସିଲେକ୍ଟ କଲେ ଫାର୍ଷ୍ଟ, ସେକେଣ୍ଡ, ଥାର୍ଡ଼, ଆମକୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ିଲା। କାହିଁକିନା ବହୁତ କମ୍ ମାର୍ଜିନ୍ରେ ଆମେ ଫାର୍ଷ୍ଟ, ସେକେଣ୍ଡ, ଥାର୍ଡ଼ ପ୍ରାଇଜ୍ ଦେଲୁ। ଆଜି ଆମର ମୁଖ୍ୟ ଅତିଥି ଥିଲେ ଆମ ସହିତ ଶ୍ରୀଯୁକ୍ତ ହୀରାଲାଲ ମହାପାତ୍ର, ଯିଏକି ବର୍ତ୍ତମାନ RSPର ଏନଭାୟରନମେଣ୍ଟ ଆଣ୍ଡ ୟୁଟିଲିଟିର ମୁଖ୍ୟ ଅଛନ୍ତି। ସେ ତାଙ୍କ ଭାଷଣରେ ଆମର ଏନଭାୟରନମେଣ୍ଟ ବିଷୟରେ ବହୁତ କିଛି କହିଲେ। ଆମର ଯେଉଁ ଏନଭାୟରନମେଣ୍ଟର ୟୁଥ୍ ହଷ୍ଟେଲ ଆସୋସିଏସନ୍ର ଚିଫ୍ ଅଛନ୍ତି, ଆମେ କହୁଛୁ ଏନଭାୟରନମେଣ୍ଟ ପ୍ରୋଟେକ୍ସନ୍ କମିଟି ଡକ୍ଟର ଶକ୍ତି ସାମନ୍ତରାୟ, ସେ ବି ଆମକୁ ଏନଭାୟରନମେଣ୍ଟ ବିଷୟରେ ଆମର ପିଲାମାନଙ୍କୁ କହିଲେ। ମୁଖ୍ୟ କଥା ହେଉଛି ଯେ ପଲ୍ୟୁସନ୍, ପ୍ଲାଷ୍ଟିକ୍ ପଲ୍ୟୁସନ୍ ମେନ୍ ଥିଲା ଆମର ବିଟ୍ ପ୍ଲାଷ୍ଟିକ୍ ପଲ୍ୟୁସନ୍। ସେଇଟା ଯେଉଁ କେମିତି ଆମେ ତାକୁ କମ୍ କରିବା। ଆମେ ଏବେ ଓତପ୍ରୋତ ଭାବେ ଏମିତି ଜଡ଼ିତ ହୋଇଯାଇଛୁ ଯେ ବିନା ପ୍ଲାଷ୍ଟିକ୍ରେ ତାକୁ ଆମେ ଚଳିବା ବହୁତ ମୁସ୍କିଲ। ତ ଆମକୁ ବର୍ତ୍ତମାନ ପ୍ରଥମ ଷ୍ଟେପ୍ ହେଉଛି ଆମେ ତାକୁ କମ୍ କରିବା ପ୍ରଥମେ, ଆଉ ସେଗ୍ରିଗେସନ୍ କରିବା। କାହିଁକିନା ଯେଉଁ ପ୍ଲାଷ୍ଟିକ୍ ସେଗ୍ରିଗେସନ୍ ହେଉଛି, ସେ ପ୍ଲାଷ୍ଟିକ୍ ଗୁଡ଼ାକ ଆମର ସିମେଣ୍ଟ ପ୍ଲାଣ୍ଟରେ ସେମାନେ ଆଜି ଫୁଏଲ୍ ହିସାବରେ ୟୁଜ୍ ହେଉଛି, ବଟ୍ ସେଥିରେ ଡ୍ରାଏ ପ୍ଲାଷ୍ଟିକ୍ ରହିବାର ଅଛି। ତେଣୁ ସେଗ୍ରିଗେସନ୍ ଇଜ୍ ଏ ମଷ୍ଟ। ସେଗ୍ରିଗେସନ୍ କଲେ ହିଁ ସେ ପ୍ଲାଷ୍ଟିକ୍ଟା ୟୁଟିଲାଇଜ୍ ହୋଇପାରିବ, ନଚେତ୍ ସେଗ୍ରିଗେସନ୍ ପାଇଁକି ବହୁତ ଅସୁବିଧା ହେଉଛି। ତେଣୁ ଆମର ଯେଉଁ RMC ହେଉ, RSP ହେଉ, ଆମେ ଏଠି ଆମେ ସମସ୍ତଙ୍କୁ ସଚେତନ କରାଉଛୁ କି ଓଦା ଶୁଖିଲା, ମେନଲି ଯେଉଁ ପ୍ଲାଷ୍ଟିକ୍ଟାକୁ ଯଦି ଅଲଗା କରିଦେବେ ତାହେଲେ ଆମେ ଏଟାକୁ ଭଲ ଭାବରେ ୟୁଜ୍ କରିପାରିବୁ। ଆଉ ଯାହା ବି ହେଉ ବହୁତ ଭଲ ଲାଗିଲା। ଆଜି ବହୁତ ଭଲ କାର୍ଯ୍ୟକ୍ରମ ହେଲା। ଆଉ ସମସ୍ତ ସାମ୍ବାଦିକମାନେ ଯେଉଁମାନେ ଆସିଥିଲେ ଆମର ଏଠିକି, ଆଉ ସମସ୍ତ ପ୍ରତିଯୋଗୀମାନଙ୍କ ପ୍ୟାରେଣ୍ଟସ୍, ୟୁଥ୍ ହଷ୍ଟେଲର କର୍ମକର୍ତ୍ତା ବୃନ୍ଦ, ଆମର ଅଫିସିଆଲ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଏ କାର୍ଯ୍ୟକ୍ରମ ସହଯୋଗ କରିଥିବାରୁ। ଆଉ ଏ କାର୍ଯ୍ୟକ୍ରମ ସଫଳ କରିଥିବା ହେତୁ ସମସ୍ତଙ୍କୁ ଆଉଥରେ ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ ସାର୍। ଆପଣ ମସିହା ନ୍ୟୁଜ୍ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ କରିନିଅନ୍ତୁ। ଏହା ସହ ମସିହା ନ୍ୟୁଜ୍ର ଫେସବୁକ୍ ପେଜ୍କୁ ଓ ଟ୍ୱିଟରକୁ ଫଲୋ କରନ୍ତୁ। ତା ସହ ମସିହା ନ୍ୟୁଜ୍ର ଏପ୍ ଆସିଗଲାଣି। ନିଜ ମୋବାଇଲରୁ
ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରି ନିଅନ୍ତୁ। ଜୟ ଜଗନ୍ନାଥ।